ମୋ ବାପାଙ୍କର ଯେଉଁ ସଅଳ ହେଇଥିବ ତାହାକୁ ଗୁଡ଼ିକ ଆମେ ସବୁ ସାଫ୍ କରିବା ପାଇଁ ଯାଇଥିଲୁ। ଇଏ ଯିଏ ଝାଡ଼ୁ ମାରୁଛି ସିଏ ହେଲା ମୋ ସାନ କାକାର ପୁଅ, ଆଉ ଯିଏ କୋଦାଳ ଧରିଛି ସିଏ ହେଲା ମୋର ପୁଅ। ଆମେ ସମସ୍ତେ ଯାଇଥିଲୁ ସାଫ୍ କରିବା ପାଇଁ। ଯିଏ ସବୁ ଏମିତି ସାଫ୍ କରାଗଲା। ମୁଁ ତ ସେ ଯେଉଁ ଝୁଡ଼ାଟେ ଉଠୁଥିଲି, ମନ ବି ବହୁତ ଦୁଃଖ ଥିଲା। ଆଉ ଘର ଲୋକ ବି ସମସ୍ତେ ବସିଥିଲେ। କ'ଣ କରିବି, ମନ ଦୁଃଖ ରହିଲେ ବି ଯେଉଁଟା ବିତି ଯାଇଛି ତାହା ତ କରିବା ନିହାତି ଦରକାର। ତ ବି ମୋ ପୁଅ ଆମକୁ କହୁଥିଲେ ଯେ କାହିଁକି ମନ ଦୁଃଖ କରୁଛୁ, କାହିଁକି ଇଏ କରୁଛୁ। ବାପ ତ ପଳେଇଲା, ଆଉ କ'ଣ କରିବା। ଭଲ ମଣିଷଟିଏ ଥିଲେ। ହଠାତ୍ ମାତ୍ରାରେ କ'ଣ ହେଲା ଯେ ନା ମୁଁ ବୁଝିପାରିଲି, ନା ମୋ ଘରେ କେହି ବୁଝିପାରିଲେ। ହଠାତ୍ ଆମେ ଯାଇଥିଲୁ ଯେମିତି ବିଲରୁ ଆସୁ ଆସୁ ତ ବାପା ପଳେଇଲେ। ଆଉ ହସ୍ପିଟାଲ ବି ନେଇ ଯାଇଥିଲେ। ହସ୍ପିଟାଲରେ ପହଞ୍ଚିବା ଆଗରୁ ସେ ଚାଲି ଯାଇଥିଲେ, ଦୁନିଆ ଛାଡ଼ିଦେଲେ। ବଡ଼ ଭାଇ ଯେଉଁ ଗୁଛାଗୁଛି କରୁଛି, ଏଇ ଯେଉଁ ବାଡ଼ି ଫାଡ଼ି ଉଠାଉଛି, କାହିଁକିନା ସେଠି ଗୋଟେ କହାବତ ଅଛି ଯେ ଏମିତି କଳା ଟିକେ କି ଗେନ୍ସା ଟିକେ ରହିବ ନାହିଁ ଯଦି ସବୁ ସାଫ୍ କରାଯିବ। ସେ କହୁଛନ୍ତି ଯେ ଏମିତି ଗେନ୍ସା ଗୋଟେ ନ ରହିବା ଦରକାର। ଆଉ ମୁଁ ଯେଉଁ ଝୁଡ଼ାରେ ନେଇକି ନଦୀ କିନାରାରେ ପକାଉଛି, ଆଉ ଆମେ ସମସ୍ତେ ସାଫ୍ ସଫାଇ ଚାଲୁଅଛି। ହେଣୁ ଗରମ ବି ପ୍ରବଳ ଅଛି। ଆଉ ଯେଉଁ ମୋ ବଡ଼ ଉପରକୁ ଯେଉଁ ଭାଇଟା, ସେ ଭାଇ ଝାଡ଼ୁ ମାରୁଛି, ଏଇ ଯେଉଁ ଝୁଡ଼ାରେ ଭରୁଛି, ସେ ମୋ କାକା ଆମକୁ ଭରିକି ଦେଉଛି ଯେ ତୁମେ ଏମାନେ ନେଇଯାଅ, ଆଉ ନେଇ ପାଣିରେ ଥୁଅ। ଆମେ ସେମିତି ମୁଁ କେତେ ଝୁଡ଼ା ନେଉଛି, କେତେ ଝୁଡ଼ା ସେ କାକାର ପୁଅ ନେଉଛି। ଏମିତି ଏଇ ଯେଉଁ ମୁଁ ଆସିଲି ଉଠେଇ, ମୋ କାକା ବି ଏମିତି ଭରୁଛନ୍ତି ଯେ ଝୁଡ଼ାରେ ପୁରା ଫୁଲ୍ ନେବା ପାଇଁ। ଆଉ ଗରମ ଯେମିତି ହେଉଛି ବିଶ୍ୱାସ କରିପାରିବେନି ଭାଇ, ସେଦିନର ଯେଉଁ ଗରମ, ଇଆଡ଼େ ମନ ଦୁଃଖ ସମସ୍ତେ ଅଛନ୍ତି। ଆଉ ଏଠି ମୋ ସାନ କାକା ବସିଛନ୍ତି, ଏଠି ସାନ କାକାର ପୁଅ, ସାନ କାକାର ବଡ଼ ପୁଅ। ଏଇ ଯେଉଁ ଝୁଡ଼ା ମୁଁ ଧରିଛି